ଆଜି ଆନ୍ନା ମଲାଇ ଭାରତୀୟ ଜନତା ପାର୍ଟି ଦଳରୁ ଇସ୍ତଫା ଦେଇଛନ୍ତି। କାରଣ ସେ ନିଜେ ଅନୁଭବ କରିଛନ୍ତି କି ଭାରତୀୟ ଜନତା ପାର୍ଟିରେ ଆଉ ଭବିଷ୍ୟତ ନାହିଁ। ସାଧାରଣତଃ ଆମେ ଦେଖୁ ଭାରତ ବର୍ଷର ଦକ୍ଷିଣ ଭାରତ ଅଞ୍ଚଳ ଆପଣଙ୍କର ଆନ୍ଧ୍ରପ୍ରଦେଶଠୁ ଆରମ୍ଭ କରି ତାମିଲନାଡୁ, କେରଳା, କର୍ଣ୍ଣାଟକ ତମାମ ଅଞ୍ଚଳରେ କଣ ହୁଏ କି ସାଉଥ ଇଣ୍ଡିଆନ ପ୍ରାୟତଃ ଟିକେ ବିଚକ୍ଷଣ ଲୋକ ଥାଆନ୍ତି, ସେମାନେ ଟିକେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ବିଶେଷ ମଧ୍ୟ ଥାଆନ୍ତି। ସେମାନେ ଟିକେ ଭବିଷ୍ୟତ କଣ ହେବା ପାଇଁ ଯାଉଛି ସେ ଜିନିଷ ଦକ୍ଷିଣ ଭାରତୀୟ ଲୋକମାନେ ଅନୁଭବ କରିପାରନ୍ତି ଏବଂ ଏ ଜିନିଷ ଆନ୍ନା ମଲାଇ ମଧ୍ୟ ଅନୁଭବ କରିପାରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ବୁଡିବା ପାଇଁ ଯାଉଛି। ତାର ବହୁତ ଗୁଡିଏ କାରଣ ଅଛି। କାରଣ ହଉଛି ଆପଣ ଏବେ ନିକଟରେ ଦେଖିଥିବେ ବିଜୟ ଥାଲାପତି ଯେତେବେଳେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ସେ ସମୟରେ ସେ ନିମନ୍ତ୍ରଣ କରିଥିଲେ ରାହୁଲ ଗାନ୍ଧୀଙ୍କୁ। ରାହୁଲ ଗାନ୍ଧୀଙ୍କର ଉପସ୍ଥିତିରେ ବିଜୟ ଥାଲାପତି ନିଜର ଶପଥ ଗ୍ରହଣ କଲେ। ଖାଲି ରାହୁଲ ଗାନ୍ଧୀଙ୍କ ଉପସ୍ଥିତି ନୁହଁ, ଆପଣ ଦେଖିବେ ବାଙ୍ଗାଲୋର ଆପଣଙ୍କର କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବା ଏବଂ କେରଳରେ ପୁଣି କଂଗ୍ରେସ ସରକାର କରିବା ଏବଂ ତା ସହିତ ଭାରତୀୟ ଜନତା ପାର୍ଟିର ଆପଣଙ୍କର ନରେନ୍ଦ୍ର ମୋଦିଙ୍କର ଯୋଉଗୁଡିକ କିଛି କିଛି କାମ, ଯୋଉ କାମରେ ଆପଣ ଦେଖିବେ ବୈଦେଶିକ ନୀତିରେ ଆଜି ଦେଶର ପ୍ରଧାନମନ୍ତ୍ରୀ ବିଫଳ। ଆଜି କ୍ରୁଡ୍ ଅଏଲ ବା କଚ୍ଚା ତେଲର ଦର କମି କମି ଯାଉଛି, କିନ୍ତୁ ଆପଣଙ୍କର ପେଟ୍ରୋଲ ଡିଜେଲ ସାମଗ୍ରୀ ଜିନିଷ ଗୁଡିକର ଦର ବଢି ବଢି ଯାଉଛି। କ୍ରୁଡ୍ ଅଏଲ କମୁଛି ବଟ୍ ଆପଣଙ୍କର ପେଟ୍ରୋଲ ଡିଜେଲ ରେଟ୍ ବଢୁଛି, ଗ୍ୟାସ ରେଟ୍ ବଢୁଛି। ନରେନ୍ଦ୍ର ମୋଦି ଏଠି ଆମକୁ କୌଣସି ଜାଗାରେ ଏଠି ପ୍ରଶ୍ନପତ୍ର ବାରମ୍ବାର ପ୍ରଘଟ ହଉଛି, ନିଟରେ ପ୍ରଶ୍ନପତ୍ର ଚୋରି ହଉଛି। ନରେନ୍ଦ୍ର ମୋଦିଙ୍କର କୌଣସି ପଲିସି ନାହିଁ ଲୋକଙ୍କ ପାଇଁ। ଏ ସବୁ ଜିନିଷକୁ ଯେତେବେଳେ ଦକ୍ଷିଣ ଭାରତର ଲୋକ ଦେଖୁଛନ୍ତି ଏବଂ ଦକ୍ଷିଣ ଭାରତର ଲୋକ ଏ ଜିନିଷ ମଧ୍ୟ ଦେଖୁଛନ୍ତି ଯେ ଆପଣଙ୍କର ବିଜୟ ଥାଲାପତିଙ୍କର ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀଙ୍କର ଉପସ୍ଥିତି ନରେନ୍ଦ୍ର ମୋଦିଙ୍କୁ କୋଉଠି ନା କୋଉଠି ହତୋତ୍ସାହିତ କରିଛି। ଏ ଜିନିଷ ଦେଖିକି ଆଜି ଆନ୍ନା ମଲାଇ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତାକୁ ଆମେ ସ୍ୱାଗତ କରୁଛୁ, ସାରା ଭାରତବର୍ଷ ମଧ୍ୟ ସ୍ୱାଗତ କରୁଛି। କାରଣ ଆନ୍ନା ମଲାଇ ଜଣେ ବହୁତ ବଡ ଫେସ୍, ବହୁତ ବଡ ଷ୍ଟାର। ତାଙ୍କ କଥାରେ ବହୁ ଲୋକ ମଧ୍ୟ ତାଙ୍କ କଥାରେ ଗ୍ରହଣୀୟତା ଥାଏ, ବହୁ ଲୋକ ତାଙ୍କ କଥାରେ ଚାଲନ୍ତି। ସେମାନେ ଜଣେ ଜଣେ ବଡ ବଡ ସୁପରଷ୍ଟାର ଆପଣଙ୍କର ଦକ୍ଷିଣ ଭାରତର ଏବଂ ତାଙ୍କୁ ସାରା ଭାରତବର୍ଷ ଅନୁସରଣ କରିବ ଏବଂ ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ଇଷ୍ଟ ଇଣ୍ଡିଆ ଏବଂ ଇଂରେଜ ଏବଂ ବ୍ରିଟିଶ କମ୍ପାନୀ ଭଳିଆ କେତେବେଳେ ସଫା ହେଇଯିବ, ମୂଳୋତ୍ପାଟନ ହେଇଯିବ, ତାକୁ ଦେଖିବା ପାଇଁ ସମୟ ବାକି ରହିଲା।